ପାଣି ଘେରରେ ତିନି ପରିବାର ସହିତ ଅଙ୍ଗନବାଡ଼ି। 3 ଦିନ ଧରି ଘରେ ଚୁଲି ଜଳି ନାହିଁ। ଲଗାଣ ବର୍ଷା ହେବା ଫଳରେ ବର୍ଷା ଜଳର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ନାକିଚୁଆ ପଞ୍ଚାୟତର କାନପୁର ମଠ ସାହିରେ। ସୂଚନା ଅନୁଯାୟୀ ଲଗାଣ ବର୍ଷା ହେବା ଫଳରେ ଉକ୍ତ ଗ୍ରାମରେ ଥିବା ମଠ ସାହି ମିନି ଅଙ୍ଗନବାଡ଼ି କେନ୍ଦ୍ର ଗତ 5 ଦିନ ହେଲା ବନ୍ଦ ରହିଛି। ଫଳରେ କୁନି କୁନି ପିଲା କେନ୍ଦ୍ରରେ ପାଠ ପଢ଼ାରୁ ବଞ୍ଚିତ ଅଛନ୍ତି। ଏନେଇ ଅଙ୍ଗନବାଡ଼ି କର୍ମୀ ସ୍ଥାନୀୟ ସରପଞ୍ଚ ବିଡ଼ିଓ ସିଡ଼ିପିଓଙ୍କୁ ଜଣାଇଥିଲେ ମଧ୍ୟ ପଦକ୍ଷେପ ଶୂନ। ଏନେଇ ଅଙ୍ଗନବାଡ଼ି ଦିଦି ମଞ୍ଜୁଲତା ଦିଗାରଙ୍କୁ ପଚାରିବାରୁ ଅଙ୍ଗନବାଡ଼ି ଗୃହରେ ପିଲାଙ୍କୁ ପାଠ ପଢ଼ାଇବା ସମ୍ଭବ ନୁହେଁ, ତେଣୁ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ପାଠପଢ଼ା ସହିତ ଖାଦ୍ୟ ଖାଇବାକୁ ଦିଆଯାଉଛି ବୋଲି କହିଛନ୍ତି। ତେବେ ଏହାଠୁ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ଏଠାରେ ବସବାସ କରୁଥିବା 3ଟି ପରିବାରରେ। ଏଠାରେ ଥିବା ଏକ ସ୍ଥାନୀୟ ପୋଖରୀ ପାଣି ଭର୍ତ୍ତି ହୋଇଯିବାରୁ କେନାଲ ବ୍ୟବସ୍ଥା ନଥିବାରୁ 3ଟି ଘରେ ଭିତରେ ପାଣି ପଶିଯାଇଛି। ଫଳରେ 3 ଦିନ ହେଲା ଉକ୍ତ 3 ପରିବାରର ଚୁଲି ଜଳି ନାହିଁ, କେବଳ ଶୁଖିଲା ଖାଦ୍ୟ ଖାଇ ଜୀବନ ବଞ୍ଚିଛି। ଉକ୍ତ ସାହିର ଶିବା ବେହେରାଙ୍କ ଘର ଭିତରେ ପାଣି ପଶିଯିବାରୁ ଘର କାନ୍ଥ ଭାଙ୍ଗିଯାଇଛି। ତେଣୁ ଶିବାଙ୍କ ସହିତ ସ୍ତ୍ରୀ ଗନିତା ବେହେରା ଓ 2 ପିଲା 3 ଦିନ ହେବ ରାତି ସାରା ଶୋଇନାହାନ୍ତି। 3 ଦିନ ପରେ ରାସ୍ତା କଡ଼ରେ ରୋଷେଇ କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ଉକ୍ତ ସାହିର ଚମ୍ପା ବେହେରାଙ୍କ ସ୍ୱାମୀ ଓ ପୂର୍ଣ୍ଣ ଭିନ୍ନକ୍ଷମ। ଘର ଭିତରେ ଓ ଚାରିପାଖରେ ପାଣି ଥିବାରୁ ଏମାନଙ୍କ ଘର ମଧ୍ୟ ଚୁଲି ଜଳି ନାହିଁ। ସେହିପରି ଅମ୍ବିକା ସୁକ ବେହେରାଙ୍କ ପରିବାରର ମଧ୍ୟ ସମାନ ସ୍ଥିତି। ତେବେ ଏମାନଙ୍କୁ ପୂର୍ବରୁ ସରକାରଙ୍କ ତରଫରୁ ଭୂମିହୀନ ହିସାବରେ ଜମିପଟା ଦିଆଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା ଜମି ଚିହ୍ନଟ କରାଯାଇ ନଥିବାରୁ ବାଧ୍ୟ ହୋଇ ଏମାନେ ଏଠାରେ ଏମିତି ଦୁର୍ଦ୍ଦଶାରେ ବସବାସ କରୁଛନ୍ତି। ତେଣୁ ତହସିଲ ପ୍ରଶାସନ ଯଥାଶୀଘ୍ର ଜମି ଚିହ୍ନଟ କରି ଏମାନଙ୍କୁ ଥଇଥାନ କରନ୍ତୁ ବୋଲି 3ଟି ପରିବାର ଦାବି କରିଛନ୍ତି। ଏନେଇ ତହସିଲଦାର ଉପେନ୍ଦ୍ର କୁମାର ଦାସଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ଏବଂ ବର୍ଷା ଦିନ ପରେ ଜମି ଚିହ୍ନଟ କରାଯିବ ବୋଲି କହିଛନ୍ତି। ଦୀର୍ଘ ବର୍ଷ ଧରି ଏଠାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ସରପଞ୍ଚଙ୍କ ଉପରେ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ବ୍ଲକ ପ୍ରଶାସନ ମଧ୍ୟ ସଜାଗ ହୋଇ ଯଥାଶୀଘ୍ର ଡ୍ରେନେଜ ବ୍ୟବସ୍ଥା କରାଇବା ଜରୁରୀ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଏବଂ କୋଉ ଅସୁବିଧା ଆମର ପିଲା ଛୁଆ 4 ଜଣ ଯାକ ଅଛୁ। ତାପରେ କାନ୍ଥ କାଲି ପଡ଼ିଗଲା, କୁକୁଡ଼ା ଛେଳି ବି ଗୋଟେ ହେଲେ ଚାପିଗଲେ। ତାପରେ ଏରକ ରହିଛି, ଆଉ ସରପଞ୍ଚ ବି ତ କିଛି ବୁଝୁନି କି ଇଏ କେନାଲ କରିଦେଲେ ପାଣି ଚାଲି ଯାଇଥାନ୍ତା, ସବୁ ପଟେ ବାହାରି ଯାଆନ୍ତା। ଡ୍ରେନେଜ ସିଷ୍ଟମ ନାହିଁ, ଡ୍ରେନ୍ ବି କରୁନାହାନ୍ତି। ଏଠି ସେଠି ଖାଲି ଇଏ କରୁଛନ୍ତି, ହେଲେ ଏଠି ସୁବିଧା ହୋଇପାରୁନି। ସ୍ଥାନୀୟ ପ୍ରଶାସନ ବିଡ଼ିଓ ତହସିଲଦାର କେହି ପହଞ୍ଚିଛନ୍ତି? କେହି ଆସିନାହାନ୍ତି। କେତେ ଅସୁବିଧାର ସମ୍ମୁଖୀନ ହଉଛନ୍ତି? ବହୁତ ଅସୁବିଧାରେ ରହିଛୁ। ଏବେ ଯୋଉ ଘରେ ଖାଇବା ପିଇବା କେମିତି କଣ କରୁଛନ୍ତି? ଖାଇବାର ଆଉ କେମିତି ହଉଛନ୍ତି, ତ ପାଣି ହେଇଛି, ରୋଷେଇ ବି ଖାଇ ହଉନି କିଛି ନାହିଁ। ଆମେ ଏବେ ଦେଖୁଥିଲୁ ଆପଣଙ୍କର ଯୋଉ ୱାଇଫ ଅଛନ୍ତି ରାସ୍ତା କଡ଼ରେ ଇଟା ପକେଇ ରୋଷେଇ କରୁଛନ୍ତି। ହଁ, ସେଇ ଯୋଉଟା ବସିକି ତା କରୁଛନ୍ତି ତ, ଟିକେ ଯାହା ପାରିକି ଦେବେ ଛୁଆକୁ ଖାଇବା ପାଇଁ। କେମିତି ରାତିରେ ଶୋଇବା? ଶୋଇ ତ ରାତିରେ ହଉନି, ଟୋଟାଲ ନିଦ ତ ହବନି। କଣ ଦାବି ରଖିବେ? ଆଉ କଣ କରିବା, ଏଇ ସରକାରକୁ କହୁଛେ ଯେ ଆଉ ଟିକେ ଆମକୁ ଇଏ କରିକି ଇଏ କରୁନି। ଆପଣ ଭୂମିହୀନ ପଟ୍ଟା ପାଇଛନ୍ତି? ପଟ୍ଟା ଦେଇଛନ୍ତି, ଚିହ୍ନଟ ହେଲେ ଦଉନାହାନ୍ତି। ଜାଗା ଚିହ୍ନଟ ହେଇନି, ଚିହ୍ନଟ ଦେଇନାହାନ୍ତି। ଏଥିପାଇଁ ଦାୟିତ୍ୱ ତହସିଲ ବିଭାଗ। ଅନଲାଇନ ବି କରିତେ କହିଲେ, ଅନଲାଇନ ବି ଗଲୁ, ସବୁ ଗଲୁ, କିଛି ଶୁଣୁନାହାନ୍ତି। ଆଉ ସେ ନାମ କଣ? ଚମ୍ପାମଣି ବେହେରା, ଘର କାନପୁର। କଣ ଏଇ ସମସ୍ୟା? ଏ ଯେ ଆଜି 3 ଦିନ ହେଲା ରୋଷେଇ ବାସ ଆମର କରିପାରୁନି, ପାଣି ବୁଡ଼ି ଯାଇଛି। ଆମ ସ୍ୱାମୀ ଗୋଟେ ହ୍ୟାଣ୍ଡିକେପ୍, ଛୁଆ ବି ଗୋଟେ ହ୍ୟାଣ୍ଡିକେପ୍, ଆଉ ମୁଁ ଏକଲା ଏମିତି। ଘର ପାଇନା? ଭୂମିହୀନ ହିସାବରେ ଘର ପାଇନା? ଘର ପାଇଛେ ଘର, ସେ ଘରକୁ ବର୍ତ୍ତମାନ ଯାଇପାରୁନି, ରାସ୍ତା ନାହିଁ। କାହିଁକି? ପାଣି 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 ତ ପାଣି, ତାପରେ ଆମ ଟିକଟ ଜାଗା ଦେଇକି ଆମକୁ ଯାଇତେ ଦେବେ ନା, ଟିକଟ ଜାଗା ଦେଇକି ଯାଇତେ ଦଉନାହାନ୍ତି। ପ୍ରଶାସନକୁ ଏ ବାବଦରେ କିଛି ଅବଗତ କରିଛନ୍ତି? ସରପଞ୍ଚ ହଉ ବା ବିଡ଼ିଓ ହଉ? ହଁ, ଏଇଟା ଆଜି ତ 3-4 ବର୍ଷ ହେଲାନି ଏମିତି ହଉଛି। ସ୍ଥାୟୀ ସମାଧାନ କିଛି ହେଇପାରୁନି ନା। ଯଦି ଗୋଟେ ପଟା ମିଳିଛି, ସେ ପଟାକୁ ଆମକୁ ଆରଆଇ ଚିହ୍ନଟ କରତେ ଆସୁନାହିଁ। ଜାଗା ଭୂମିହୀନ ଜାଗା ମିଳିଛି, ହଁ, ଜାଗା ପାଇଁ ଚିହ୍ନଟ ହେଇନି। ନା, ପଟା ପାଇସାରିଛେ। ତ ଏ ଯୋଉ ସମସ୍ୟାର ଯୋଉ କଥା ହଉଛନ୍ତି, ଏବେ ଚୁଲିରେ ପାଣି ଆମେ ଦେଖୁଥିଲୁ, ଆପଣ ଦେଖୁଥିଲେ, ଖାଇବା ପିଇବା ରହିବା କେମିତି କଣ ହଉଛି? ନାଇଁ, ଖାଉ ନାଇଁ, ମୁଢି ଖାଇକି 3 ଦିନ ହେଲା ଖାଇକି ରହିଛି। ଆଉ କାହା ଘରକୁ ଯିବା?
ପ୍ରଶାସନ କେହି ପହଞ୍ଚି ନାହାନ୍ତି? ନା ସ୍ଥାନୀୟ ଆରଆଇ ହଉ ବା ନା କେହି ଆସିନାହାନ୍ତି, ସରପଞ୍ଚ ବି ଆଜି ପର୍ଯ୍ୟନ୍ତ ଆସିନାହିଁ। ଆମେ ଦେଖୁଛୁ ଆପଣଙ୍କ ଘର ପାଖରେ ଗୋଟେ ଅଙ୍ଗନବାଡି ଅଛି, ସିଏ ବି ପାଣି ଘେର ହଁ ଭିତରେ। ସିଏ ବି ଆଜି 8-10 ଦିନ ହେଇଗଲାନି ଅଙ୍ଗନବାଡି ବନ୍ଦ ହେଇଗଲାନି। ଛୁଆମାନେ ଆସିପାରୁନାହାନ୍ତି, ପାଣିର କେମିତି ଯିବେ ଛୁଆମାନେ ପାଠ ପଢିତେ? କି ଅଙ୍ଗନବାଡି ଦିଦି ବି ତ ଆସିପାରୁନାହାନ୍ତି। କଣ ଚାଲିଛି ବର୍ତ୍ତମାନ? ଆପଣ ମାନେ ଖବର ଦେଇଛନ୍ତି, ଫାୟାର ଅଫିସର ଆସିଛନ୍ତି, ଫାୟାର ଟିମ୍ ଅଗ୍ନିଶମ ବିଭାଗ ଆସିଛି, ପାଣି ନିଷ୍କାସନ ସେମାନେ ବି କରିପାରୁନାହାନ୍ତି, ଯେହେତୁ ତାଙ୍କ କେହି ସହଯୋଗ କରିବା ପାଇଁ ପ୍ରଶାସନର ଅନ୍ୟ ଅଧିକାରୀ କେହି ଆସିନାହାନ୍ତି। ଆପଣ ଫୋନ ମାରିଥିଲେ ବୋଲି ସେମାନେ ଆସିଛନ୍ତି, କଣ କହିବେ? ସେ କଣ କହିବେ? ଆମେ ସମସ୍ତେ ଜୁଟିନେ, ସରପଞ୍ଚ ସମସ୍ତେ ଜୁଟିନେ ଆମେ କହିବା ସମସ୍ତଙ୍କୁ। ଏଇ ପାଣି ଘର ଭିତରେ ପାଣି ଘର ଭିତରେ ଆମେ କେମିତି ଏଠି ଛୁଆ ପିଲା ନେଇକି ଆମେ ରହିବା? ଏଇ ଘରେ କେତେ ଜଣ ରହୁଛନ୍ତି ଆପଣ? ଆମେ ଏଠି 3 ଜଣ ରହୁଛେ, ମୋ ସ୍ୱାମୀ, ସେ ହ୍ୟାଣ୍ଡିକ୍ୟାପ ଆଉ ଛୁଆଟା ଆଉ ମୁଁ। ପ୍ରଶାସନ କିଛି ତାମାନେ ଶୁଣୁନା, ନା କଣ ଦାବି କରୁଥିବେ? ଆମ ସୁରକ୍ଷିତ ଯେମିତି ରହିବା ସେମିତି ସେଟା ଆମକୁ କରିଦିଅନ୍ତୁ। ଆଉ ଆମେ ଖାଇବା ଦାଇବା କିଛି ସେଟା ବନ୍ଦୋବସ୍ତ କରିଦିଅନ୍ତୁ। ଆମେ କେମିତି ଖାଇକି ବଞ୍ଚିବା ନା ବଞ୍ଚିବା? ଯୋଉ ଭୂମିହୀନ ଜାଗା ଦିଆହେଇଛି ସେଟା ଆମର ଚିହ୍ନଟ କରିଦିଅନ୍ତୁ। ଚିହ୍ନଟ କଲେ ଆପଣ ଘର ଦ୍ୱାର କରିବେ। ଆଜ୍ଞା। ନାମ କଣ? ଗଣିତ ବେହେରା, ଘର ଘର ନିମା ସାହି କାନୁପୁର। ଏଇ ପାଣି ଚାରିପଟ ଘର ଘେରି ଯାଇଛି, କାନ୍ଥ ବି ପଡିଯାଇଛି, ଆମେ ଦେଖୁଛୁ। ବାହାରେ ରାସ୍ତା ପାଖରେ ରୋଷେଇ କରି ଖାଉଛନ୍ତି। ଆଉ କଣ କରିବା ଆମେ? ଆମ କଥା ତ କେହି ବୁଝୁନାହାନ୍ତି, କିଛି ନାହିଁ। ରୋଷେଇ ବାସ କରିପାରୁନି, କିଛି ନାହିଁ। ଏଇ ଯେ 2-3 ଦିନ ହେଲା ଶୁଖିଲା ମୁଢି ଖାଇକି ନା ଆଜି ଚୁଲି ଘୋରେଇଛି ରାସ୍ତାରେ। ଏଇ ରାସ୍ତା ପାଖରେ ରୋଷେଇ କରି ଖାଉଛନ୍ତି। ହଁ, କେତେ ଅସୁବିଧାରେ ଅଛନ୍ତି? ଆମେ ବହୁତ ଅସୁବିଧାରେ ଅଛନ୍ତି। କେତେ ଜଣ ରହୁଛନ୍ତି ଘରେ? 4 ଜଣ। ଏପଟେ ଯାଉ 4 ଜଣ ରହୁଛନ୍ତି। ହଁ ଆମେ ଦେଖୁଛୁ ଘର କାନ୍ଥ ଗୋଟେ ପଡିଯାଇଛି। ହଁ, କାନ୍ଥ ପଡି ଯାଇଛି। ରାତିରେ ଶୋଉଥିବା ଅବସ୍ଥାରେ ଯଦି ରାତି ଆପଣଙ୍କ ଉପରେ କାନ୍ଥ ପଡିଥାନ୍ତା? ଆଉ ପଡିଥିଲେ ଆମେ କିଛି କରିଥାନ୍ତେ? ଆମ କଥା ତ କେହି ବୁଝୁନାହାନ୍ତି, କିଛି ନାହିଁ। ଆମେ କଣ କରିବା? ସ୍ଥାନୀୟ ଆରଆଇ, ସରପଞ୍ଚ ବା ବିଡିଓ କେହି ପହଞ୍ଚି ନାହାନ୍ତି? ନା, କେହି ଆସୁନାହାନ୍ତି। ଆରାକୁ ବି କାଲି ଡାକବାକୁ, ଆରାଇ ସରପଞ୍ଚକୁ ଡାକିଲେ, ସେ ବି କିଛି ଆସି ବୁଝିନି। ସେ ସକାଳେ ହେଲେ କହିଲେ ମୁଁ ସକାଳେ ଯିବି, ରାତିରେ ଯାଇପାରିବିନି କହିଲା। ସକାଳେ ପହଞ୍ଚିଥିଲେ? ସକାଳେ 9-10ଟା ବେଳେ ପହଞ୍ଚିଥିଲା। କଣ କହିଲେ? ଦେଇକିନା କହିଲା ଆରାଇ ପାଖକୁ ଚାଲିଛ, ଆଉ ମୁଁ ତା ସାଙ୍ଗରେ କଥା ହେବି। ଦିନେ କଥା ହେନି, ଯାହା ଏଇ ଗୋଟେ ତିରପାଲ ଦେବ, ଦେନେ ଖାଞ୍ଚି ଖୁଞ୍ଚା କିନା ରହିବ, ସେଇଟା କହୁଥିଲେ। ଜୀବଜନ୍ତୁ ଅଛି, ଆମେ ଦେଖୁଛୁ ଛେଳି ରହିଛି, ଆପଣ ମାନେ କହୁଛନ୍ତି କେତେ ସମସ୍ତେ କହୁଛନ୍ତି କାନ୍ଥ ପଡିଯାଇଛି, ଆଉ ଗୋଟେ କାନ୍ଥ ହୁଏତ ବି ପଡିଯାଇପାରେ। କେତେ ହଁ, ଭୟଭୀତ ପଡିଯିବ। ଅବସ୍ଥାରେ ଅଛ? ବହୁତ ଅସୁବିଧାରେ ଅଛି ଆମେ। କାହାକୁ ଦାୟୀ କରିବେ? କଣ ଦାବି ଦାୟ କାହାକୁ ଦେବେ? ତହସିଲକୁ, ଆରାଇକୁ ଦେବେ, ଦିଆ ହବ କାହାକୁ? କେହି କିଛି ଶୁଣୁନାହାନ୍ତି। ନା, କେହି ଶୁଣୁନାହାନ୍ତି। ମଞ୍ଜୁଲତା ଦିଗାର, କଣ ଅଛନ୍ତି? ଅଙ୍ଗନବାଡି ୱାର୍କର, କୋଉ ଅଙ୍ଗନବାଡି? ମଠ ସାହି। ଏଠି ଆମେ ଦେଖୁଛୁ ଅଙ୍ଗନବାଡି ଚତୁର୍ପାର୍ଶ୍ୱରେ ପାଣି ଭର୍ତ୍ତି ଅଛି। କେତେ ଦିନ ମାନେ ଅଙ୍ଗନବାଡି ବନ୍ଦ ଅଛି? 5 ଦିନ ହେଲାଣି। ପାଣି ଘର ଅଛି? ଆଜ୍ଞା। ଏଟା କୋଉଠି ହଉଛି ଅଙ୍ଗନବାଡି? ୱାର୍କର ଘର। ଆପଣଙ୍କ ଘର ହଉଛି? ଆଜ୍ଞା। ସେଠି କେମିତି କଣ ଦିଆ ହଉଛି ପିଲାଙ୍କୁ ଖାଇବା, ପଢେଇବା କେମିତି କଣ ଦିଆ ହଉଛି? ଯେମିତି କଣ୍ଟିନ୍ୟୁ ଚାଲେ ସେମିତି। ସକାଳ ଜଳଖିଆ ଦିଆ ହଉଛି ସକାଳେ, ତାପରେ ମଧ୍ୟାହ୍ନ ଭୋଜନ ଦିଆ ହଉଛି, ଅଣ୍ଡା ଯେଦିନ ଯେମିତି ସିଷ୍ଟମ। ଆଉ ତେବେ ପାଣି ଘର ପ୍ରତ୍ୟେକ ବର୍ଷ ଅଙ୍ଗନବାଡି ବୁଡି ଯାଉଛି। ହଁ, ଏ ସମସ୍ୟା ବାବଦରେ ଆପଣ କାହାକୁ ଅବଗତ କରିଛନ୍ତି? ସରପଞ୍ଚକୁ ବି କହିଛି, ବିଡିଓ ସାର୍ଙ୍କୁ କହି ନାହିଁ, ଲେଖା ଦେଇନାହିଁ, କିନ୍ତୁ ଜଣେଇଛି। ଆଉ ଆମ ପଞ୍ଚାୟତରୁ ବି ଜଣେଇଛି, ସିଡିପିଓ ମ୍ୟାଡାମକୁ ବି ଜଣା ହେଇଛି। କିଛି ସମାଧାନ ହେଇନି? ନା, ସେଟା ତ ମ୍ୟାଡାମକୁ ଆମ ଲେବୁଲରେ ହେଇପାରିବନି ନା, ସେଟା ହଉଛି ମାନେ ବିଡିଓଙ୍କ ସାର୍ଙ୍କ ଲେବୁଲରେ ହେଇପାରିବ। ପ୍ରତ୍ୟେକ ବର୍ଷ ପାଣିରେ ବୁଡି ଯିବା ଏବଂ ଜିନିଷ ପତ୍ର ନଷ୍ଟ ହବା ବହୁତ ସାର୍, ଅଣ୍ଡା, ଖାଦ୍ୟ, ଚାଉଳ ସବୁ ନଷ୍ଟ ହଉଛି। ଖାତା ପତ୍ର ବି ସାର୍ କିଛି କାଢି ହେଇନି ଏପର୍ଯ୍ୟନ୍ତ, ସେ ଭିତରେ ସବୁ ଅଛି। ଅଣ୍ଡା ବି ଅଛି, ଅଣ୍ଡା ଅଛି, ଖାତା ପତ୍ର ସବୁ ଅଛି। ଏଇ ସମସ୍ୟା ସମାଧାନ କେହି କରୁନାହାନ୍ତି? ନା। ଆପଣ ଘରେ କେତେ ପିଲାକୁ ନେଇକି ପ୍ରି ସ୍କୁଲ ଏବେ 4 ଜଣ ପିଲା, 4 ଜଣ। କଣ କେତେ ଅସୁବିଧାର ସମ୍ମୁଖୀନ ହବା ସହିତ ଆପଣ ଖାଦ୍ୟ ପତ୍ର, ଜିନିଷ ପତ୍ର ନଷ୍ଟ ହଉଛି, ଏ ନେଇ ସ୍ଥାନୀୟ ସରପଞ୍ଚ ପହଞ୍ଚିଛନ୍ତି? ନା, ସରପଞ୍ଚ ସାର୍ ଆସିନାହାନ୍ତି। ତାଙ୍କୁ ଜଣେଇଥିଲେ, ମା ମାନେ ଯିଏ ଛୁଆ ଆସନ୍ତି ପ୍ରି ସ୍କୁଲ ମା, ସେ ବି ଫୋନ କରିକି ଜଣେଇଥିଲେ ସରପଞ୍ଚକୁ। ସେ ସାର୍ କହିଲେ ଯେ ଏଇ ଛୁଆ ତ ସଙ୍ଗେ ସଙ୍ଗେ କିଛି କରିହେବନି। ଆମେ ପୁଣି ମିଟିଂ ଡକେଇକି ସେ ସରପଞ୍ଚ ସାର୍ଙ୍କୁ ବି ଆଗରୁ କହିଥିଲୁ। ସାପ ଫାପ ବି ପଶିବାର ବହୁତ ସମ୍ଭାବନା ରହିଛି, ପାଣି ଯେହେତୁ ପୁରା ବୁଡିକି ରହୁଛି। ଆଜ୍ଞା, ଫଟୋ ବି ଉଠେଇକି ଛାଡିଥିଲୁ। ଆପଣଙ୍କ ନାମ? ଅମ୍ବିକା ବେହେରା। ସ୍ୱାମୀ ନାମ? ସୁକ ବେହେରା। କଣ ସମସ୍ୟା ଦେଖା ହଉଛି? ପାଣି ଘେର ଭିତରେ ଆପଣ ରହିଛନ୍ତି ଚାରିକଡ଼, କେତେ ଦିନ ହେଲାଣି ରହିଛନ୍ତି? କେମିତି ଅବସ୍ଥାରେ ଅଛନ୍ତି? ଆଜି 3-4 ଦିନ ହେଇଗଲାଣି। ଗୋଟା ପାଣି, ରୋଷେଇ ବାସ ବି ହେଇନି, ଚୁଲିର ପାଣି। କେମିତି କଣ ଖାଇକି ରହୁଛନ୍ତି? ମୁଢି ଖାଇଥିଲେ, ମୁଢି ଖାଇ ରହୁଥିଲେ। କେତେ କଷ୍ଟରେ ଅଛନ୍ତି? ଢେର କଷ୍ଟର। ଏ ଘର ଯେତେ ମାଟି ଘର ଅଛି, ଚାରିକଡ଼ ପାଣି ଘେରିକି ରହିଛି, ମାଟି କାନ୍ଥ କେତେବେଳେ ପଡିଯିବ, କେମିତି କଣ ଶୋଉଛନ୍ତି ରାତିରେ?
ଏମିତି ଆଉ ଯାହା ଜୀବନକୁ ନିଆଁ ରଖି ଆଉ ଯେମିତି ଏନେ ଶୁଆ ହଉଛୁ ଆଉ କିସ କରିବୁ ଜୀବନକୁ ପାଣି ଛଡେଇ ସ୍ଥାନୀୟ ପ୍ରଶାସନ କେହି ପହଞ୍ଚି ନାହାନ୍ତି? ନା ସରପଞ୍ଚ, ଆରଆଇ, ତହସିଲଦାର? ନା ଏଇ ଯୋଉ ଆପଣ ପାଣି ଘେର ଭିତରେ ରହିଛନ୍ତି ପ୍ରତ୍ୟେକ ବର୍ଷ ଏଇଭଳିଆ ସମସ୍ୟା ରହୁଛି ଯେ ଭୂମି ସବୁ ଜାଗା ମିଳିଛି କିନ୍ତୁ ଜାଗା ଦିଆ ହେଇଛି ଚିହ୍ନଟ ଦେଇନାହାନ୍ତି। କାହାକୁ ଦାୟୀ କରିବେ? ଆରଆଇ ତହସିଲଦାର କେହି ପହଞ୍ଚୁନାହାନ୍ତି। ନା ଏବେ ଆପଣ ମାନେ ଡାକିଛନ୍ତି ଫାୟାର ବାଲା ଅଗ୍ନିଶମ ବିଭାଗ ପହଞ୍ଚିଛି, ପାଣି କାଢିବା ସମ୍ଭବ ନୁହେଁ ଯେତେ ମାତ୍ରାରେ ପାଣି ଅଛି। କେମିତି କଣ ଚଳିବା ପାଇଁ କଷ୍ଟ ହଉଛି, କଣ ଦାବି ରଖିବେ? ହଁ ପାଣିଟା ଶୁଖିଗଲେ ଯାହା ଯେମିତି ହେଲେ ଆଉ